চন্দ্রমান জন্য যানবাহন হচ্ছে চন্দ্র বুঝিয়ে চন্দ্রযান 3 এটি আমি চন্দ্রযান 3 মিশরে পৌঁছে তা পূର୍ବରୁ চন্দ্রযান 2 ବି ଯାଇଛି ଚନ୍ଦ୍ରଯାନ 1 ବି ଯାଇଛି। ଭାରତ ଆମର 1947 ମସିହା ଅଗଷ୍ଟ 15 ସ୍ୱାଧୀନ ଭାରତ ପୂର୍ବରୁ ଆମେରିକା ରୁଷିଆ ଆଉ ଚାଇନା ସେମାନେ ମହାକାଶକୁ ଯାଇକି ବହୁତ କିଛି ଗବେଷଣା କରିସାରିଥିଲେ ଏବଂ ଚନ୍ଦ୍ରରେ ପହଞ୍ଚି ସାରିଥିଲେ କିନ୍ତୁ ଆମ ଭାରତ ସେ ଭିତରେ ପଛରେ ତେଣୁ ଯେତେବେଳେ ଭାରତ ଚୀନ ଯୁଦ୍ଧ ହେଲା 1962 ମସିହାରେ ମାନେ ଏପରି ଏକ ମୁହୂର୍ତ୍ତରେ ଆମର ଭାରତୀୟ ମାନେ ନ କହିଲେ ଚଳିବ ଭାରତର 3 ଜଣ ମୁଖ୍ୟ ନେତୃତ୍ୱ ଜବାହରଲାଲ ନେହେରୁ ତାପରେ ଭୂମି ଜାହାଙ୍ଗୀର ଭାବା ଆଉ ଭୂମି ଜାହାଙ୍ଗୀର 14 अगस्त 2023 अगस्त 23 तारीख केउं दिवस रूपे पालन करा जाउछि? जातीय महाकाश दिवस। जातीय महाकाश दिवस। जातीय महाकाश दिवस। जातीय महाकाश ईश्वर प्रतिष्ठाता किए? विक्रम साराभाई। विक्रम साराभाई ठीक उत्तर को दीपादे पृथ्वीर चंद्रपृष्ठ को जीवारे पृथ्वीर भारत केतम स्थान रे अछि? भारत के स्थान रे अछि? चंद्रपृष्ठ को पृथ्वीर भारत के स्थान रे अछि? चतुर्थ स्थान ठीक उत्तर। 5 नंबर जातीय महाकाश दिवस काई पालन करा जाउछि? प्रथम करे जातीय महाकाश दिवस काई पालन करा गला एवं प्रति वर्ष ता पालन करिबा काई कहलु ए हम बड़ा इतना मंत्री जाके चंद्र रही सब किछि हमको सफल करल हमको सब किछि चंद्र जा जेती इंसान सब कोन सफलता देख को एते कहले हम बदली अरे एही दिन रे हम देश इसरो छाड़िला जो चंद्रयान 3 सा जाय कि चंद्र पृष्ठ रे पहुंचला ओ पृष्ठ रे दक्षिण अमेरिका पहुंचला ओ सेति बेले भारत दक्षिण अमेरिका पहुंचला प्रथम देश होइला तेणु एही दिवस को हम देशर प्रधानमंत्री जातीय महाकाश दिवस रे पालन करिया घोषणा करछन। इसरो पूरा नाम कौन? इंडियन स्पेस रिसर्च कंजर्वेशन। इसरो फुल फॉर्मूला पूरा नाम कौन? इंडियन स्पेस रिसर्च ऑर्गेनाइजेशन।
ଆଚ୍ଛା ଏଇ ଯୋଉ ସାନ ପିଲାମାନେ ବସିଛ ଇସ୍ରୋର ଅଧ୍ୟକ୍ଷଙ୍କ ନାମ କଣ? ଏସ୍ ସୋମନାଥ କୋଶ୍ଚିନ୍ କୁହ। ଇସ୍ରୋର ବୈଜ୍ଞାନିକ ମାନେ ସୂର୍ଯ୍ୟ ପାଖକୁ କେଉଁ ଯାନ ପଠାଇଛନ୍ତି? ବୈଜ୍ଞାନିକ ମାନେ ସୂର୍ଯ୍ୟ ପାଖକୁ କେଉଁ ଯାନ ପଠାଇଛନ୍ତି? ଆଦିତ୍ୟ ଏଲୱାନ। କେବେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା? ସାନ ପିଲାମାନେ କହୁନ କେବେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା? ଆଉ କିଏ ହାତ ଦେଖିଲା? ତେଇଶ ଅଗଷ୍ଟ 2023 କେତେଟା ସମୟ? ତିନିରେ କେତୋଟି ମଡୁଲ ଖଞ୍ଜା ଯାଇଥିଲା? ସଂଗ୍ରାମ କହିଲୁ କୋଉ ମଡୁଲ ନାଁ କଣ? ମଡୁଲ ନାଁ କଣ କହ? ଲ୍ୟାଣ୍ଡର ନାଁ ବିକ୍ରମ, ପ୍ରଜ୍ଞାନ ରୋଭର। ଆଚ୍ଛା ଏଇଟା ଶେଷ ପ୍ରଶ୍ନ ଶୁଣ ଇଆଡ଼େ। ଚନ୍ଦ୍ରଯାନ 3ରେ ଥିବା ରୋଭରର ନାମ କଣ? ତମକୁ କୁଆଡେ ଆଣିକି ଯିବାକୁ କଣ ପାଇଁ ଉଠି ପଡୁଛ? କଣ ଏଇଟା ଖେଳ ପଡିବ କି? ତମକୁ ଯିଏ ଯିବ ଉଠିକି এটা সারা পৃথিবীবাসীদের মধ্যে আশ্চর্যকর দিবস। এতে বৈজ্ঞানিক এতে টঙ্কা এতে পরিশ্রম করছেন সে যে কামটি করছেন সে কামটার যেতবে সফলতা পাইলে এতে খুশি লাগবে। তুমি যেতবে পাঠিটি পরীক্ষা দেব কোটি দিন রাতি অক্লান্ত পরিশ্রম করেছিল, কোটি লক্ষণ লাইব্রেরি পাঠ পড়িথিব, কোটি বাহারে ইলেক্ট্রিক জଳୁଥିଲେ ইলেক্ট্রিক খুঁଟ মূଳରେ বসিকি পড়িথিব, কোটি କାହା ଘରକୁ ଯାଇକି ମଧ୍ୟ ପଡ଼ିଥିବ। ଏମିତି ବିଭିନ୍ନ ପ୍ରକାର ସମସ୍ୟା ଦେଇକି ବହୁତ ଚେଷ୍ଟା କରିକି ଶେଷରେ ଯେତେବେଳେ ତମେ ବୈଜ୍ଞାନିକ କୃତକାର୍ଯ୍ୟ ହେବ ତମକୁ ନିଶ୍ଚିତ ଭାବେ ଭଲ ଲାଗିବ। ସେମିତି ଏଇ ବୈଜ୍ଞାନିକମାନଙ୍କୁ ଏବଂ ଏ ବୈଜ୍ଞାନିକମାନଙ୍କୁ ଯିଏ ପ୍ରେରଣା ଦେଇଥିଲେ ଭାରତର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସମସ୍ତଙ୍କ ମନ ସେଦିନ ଭାରି ଖୁସି। ଭାରତର ଯେଉଁମାନେ ବସିକି ଟିଭିରେ ଦେଖୁଥିଲେ ଯେ ଯାହା ହଉ ଆମର ଚନ୍ଦ୍ରଯାନ ଦୁଇ ଥର ପଠାହେଉଥିଲା, ଏଥର ତୃତୀୟ ଥର ଆମେ ପଠେଇଛେ ଏବଂ ଠିକ୍ ଭାବରେ ଠିକ୍ ସମୟରେ ଯେମିତି ଯାହା ସେ କାମ କରିବା କଥା ସେ କାମ ଠିକ୍ରେ କରିପାରୁଛି। ସେଥିପାଇଁ ସାରା ଭାରତ ବର୍ଷର ସମସ୍ତ ଲୋକ ଆନନ୍ଦିତ ଥିଲେ। ସେଇଭଳିଆ ଗୋଟେ ଆନନ୍ଦର ଯେଉଁ ମାହୋଲ ସେଇଟାକୁ ସବୁବେଳେ ମନେ ପକାଇବା ପାଇଁ ପ୍ରତିବର୍ଷ ଆମକୁ ଏ ଦିବସଟିକୁ ପାଳନ କରିବାକୁ ପଡ଼ିବ, ଯେଉଁଠି ହେଉଛି ଅଗଷ୍ଟ ମାସ। ଆଜି ହେଉଛି ବିଶ୍ୱ ମହାକାଶ ଦିବସ। ଏହି ଦିନରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟତା ଗୌରବିତ ମନେ କରୁଅଛି। ଆଜି ହେଉଛି ବିଶ୍ୱ ମହାକାଶ ଦିବସ। ଏହି ଦିନରେ ଆମ ଦେଶର ଚନ୍ଦ୍ରଯାନ 3 ଯାଇ ଚନ୍ଦ୍ରପୃଷ୍ଠରେ ପହଞ୍ଚିଲା। ଏହା ହେଉଛି ଆମ ଦେଶର ଇସ୍ରୋ ବୈଜ୍ଞାନିକମାନଙ୍କର ଏକ ପ୍ରୟାସ ଚନ୍ଦ୍ରକୁ ଯିବାକୁ। ଚନ୍ଦ୍ରଯାନ 3 ଯାଇ ଚନ୍ଦ୍ରର ଦକ୍ଷିଣ କୋଣରେ ପହଞ୍ଚିଲା। ସେହି ସ୍ଥାନକୁ ଆମେ ଶିବଶକ୍ତି ବୋଲି କୁହାଯାଉଛି। ଏହି ଦିନକୁ ମନେ ରଖିବା ପାଇଁ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସକୁ ଜାତୀୟ ମହାକାଶ ଦିବସ ବୋଲି ଘୋଷଣା କରିଛନ୍ତି। ଚନ୍ଦ୍ରଯାନ 3 3,85,000 କିଲୋମିଟର ଅତିକ୍ରମ କରି ଯାଇ ଚନ୍ଦ୍ରରେ ପହଞ୍ଚିଥିଲା। ଆଜିର ଏହି ଜାତୀୟ ମହାକାଶ ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ତଥା ଗୌରବିତ ମନେ କରୁଛି। ଚନ୍ଦ୍ର ହେଉଛି ପୃଥିବୀର ଗୋଟିଏ ବୋଲି ଉପଗ୍ରହ। ଏହାକୁ ପରୀକ୍ଷଣ କରିବା ପାଇଁ ଆମ ପୃଥିବୀରୁ ଅନେକ ଯନ୍ତ୍ର ଯାଇ ସେଠାରେ ପହଞ୍ଚିଥିଲା। ସେଥିରୁ ମଧ୍ୟରୁ ଆମ ଭାରତରୁ ପ୍ରଥମେ ଆର୍ଯ୍ୟଭଟ୍ଟ ନାମକ ଏକ ଯାନ ଯାଇଥିଲା। ଏହାପରେ ଚନ୍ଦ୍ରଯାନ 1 ଯାଇଥିଲା। ଏହା 22 ଅକ୍ଟୋବର 2008ରେ ଯାଇ ପହଞ୍ଚିଥିଲା ଏବଂ ଏଥିରେ 368 କୋଟି ଟଙ୍କା ଖର୍ଚ୍ଚ
କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ଏହା 22 ଜୁଲାଇ 2019 ଯାଇ ଏଠାରେ ପହଞ୍ଚିଥିଲା। ଏହା ବିଫଳ ହୋଇଥିଲା। ବିଫଳ ହେଲେ ବି ଆମେ ଏଥିରୁ ଶିକ୍ଷା ଲାଭ କରିଥିଲେ ଯେ ବିଫଳତା ହିଁ ସଫଳତାର ଚାବିକାଠି। ଆମେ ଥରେ ବିଫଳତା ପାଇଲେ ହିଁ ଆମେ ସଫଳତା କ'ଣ ଜାଣିପାରିବା। ଏଥିରୁ ଆମ ବୈଜ୍ଞାନିକମାନେ ଶିକ୍ଷାକୁ ପାଇଥିଲେ ଯେ ଆମର ପୂଜା ଗୁରୁଜୀ ଓ ଗୁରୁମାତା ବିଜ୍ଞାନ ବିଚାରକ ମଣ୍ଡଳୀ ଉପସ୍ଥିତ ଶ୍ରୋତା ମଣ୍ଡଳୀ ଏବଂ ମୋର ସ୍ନେହର ସାନ ବଡ଼ ଭାଇ ଓ ଭଉଣୀମାନେ ମୋତେ ଆଜିର ଏହି ଜାତୀୟ ମହାକାଶ ଦିବସ ବିଷୟରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ତଥା ଗୌରବାନ୍ୱିତ ମନେ କରୁଛି। ଚନ୍ଦ୍ରଯାନ 3 ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ ଆମ ବୈଜ୍ଞାନିକମାନଙ୍କର ଗୋଟେ ପ୍ରୟାସ। ଏହା ପୂର୍ବରୁ ଚନ୍ଦ୍ରଯାନ 2 22 ଅକ୍ଟୋବର 2008 ମସିହାରେ ଚନ୍ଦ୍ରପୃଷ୍ଠକୁ ଯାଇଥିଲା, କିନ୍ତୁ ସେ ପହଞ୍ଚି ପାରିନଥିଲା। ତାପରେ ଚନ୍ଦ୍ରଯାନ 1 ତା ପୂର୍ବରୁ ଚନ୍ଦ୍ରଯାନ 1 ମଧ୍ୟ ଯାଇଥିଲା, 2008 ମସିହାରେ ପହଞ୍ଚି ପାରିନଥିଲା। ତାପରେ ଆମ ଦେଶର ବୈଜ୍ଞାନିକମାନେ ଚନ୍ଦ୍ରଯାନ 3 ମିଶନକୁ ତିଆରି କରିଥିଲେ ଏବଂ ଏହା 3 ଏଠି ଆମେ ଚନ୍ଦ୍ରଯାନ 3 ବିଷୟରେ କହୁଛେ। ତା ପୂର୍ବରୁ ଚନ୍ଦ୍ରଯାନ 2 ବି ଯାଇଛି, ଚନ୍ଦ୍ରଯାନ 1 ବି ଯାଇଛି। ଭାରତ ଆମର 1948 ମସିହା ଅଗଷ୍ଟ 15 ସ୍ୱାଧୀନ ହେଲା। ଭାରତ ପୂର୍ବରୁ ଆମେରିକା, ରୁଷିଆ ଆଉ ଚାଇନା ସେମାନେ ମହାକାଶକୁ ଯାଇକି ବହୁତ କିଛି ଗବେଷଣା କରିସାରିଥିଲେ ଏବଂ ଚନ୍ଦ୍ରରେ ପହଞ୍ଚି ସାରିଥିଲେ, କିନ୍ତୁ ଆମ ଭାରତ ସେ ଭିତରେ ପଛରେ ଥିଲା। ତେଣୁ ଯେତେବେଳେ ଭାରତ ଚୀନ ଯୁଦ୍ଧ ହେଲା 1962 ମସିହାରେ, ମାନେ ଏପରି ଏକ ମୁହୂର୍ତ୍ତରେ ଆମର ଭାରତୀୟମାନେ ନକଲେ ଚଳିବ। ଭାରତର 3 ଜଣ ମୁଖ୍ୟ ବ୍ୟକ୍ତି ଜବାହରଲାଲ ନେହେରୁ, ତାପରେ ଭୂମି ଜାହାଙ୍ଗୀର ଭାବା ଆଉ ସରାଭାଇ, ସେ 3 ଜଣ ଚେଷ୍ଟା କରିଥିଲେ ଯେ ଭାରତ ବି ଦିନେ ମହାକାଶକୁ ଯିବ। ସେମାନେ ସେତେବେଳେ ଚନ୍ଦ୍ରଯାନ ସ୍ୱପ୍ନ ଦେଖିନଥିଲେ, ସ୍ୱପ୍ନ ଦେଖିଥିଲେ ଭାରତ ଦିନେ ମହାକାଶକୁ ଯାତ୍ରା କରିବ। ସେଇ ମହତ ଉଦ୍ଦେଶ୍ୟକୁ ନେଇକି 1962 ମସିହାରେ ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ସୃଷ୍ଟି ହେଲା, ମାନେ ଭାରତୀୟ ଗବେଷଣା କେନ୍ଦ୍ର ସୃଷ୍ଟି ହେଲା 1962 ଏବଂ ତାର ବିସ୍ତାରିତ ରୂପ ହେଲା 1969। ସେଟାକୁ ଆମେ ଇସ୍ରୋ ବୋଲି ଆଜି ଜାଣୁଛେ, ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ। ସେଟା 1969 ମସିହାରେ ତିଆରି ହେଲା ଏବଂ 1969 ମସିହାରେ ତିଆରି ହେଲା। ସେ ମଧ୍ୟ ମହାକାଶକୁ ବହୁତ କିଛି କୃତ୍ରିମ ଉପଗ୍ରହ ପଠେଇଛି, ଯେମିତି 1970 ମସିହାରେ ଆର୍ଯ୍ୟଭଟ୍ଟ, ଆଉ ତାପରେ 1973ରେ ସେ ପଠେଇଛି ଭାସ୍କର, 1979 1980ରେ ପଠେଇଛି ରୋହିଣୀ, 1983ରେ ଇନସାଟ୍। ସେମିତି ବହୁତ କୃତ୍ରିମ ଉପଗ୍ରହ ପଠେଇ ସାରିଥିଲେ। ମାନେ ମହାକାଶରେ ଆମେ ପହଞ୍ଚି ସାରିଥିଲୁ, କେବଳ ପହଞ୍ଚି ନଥିଲା ଆମକୁ ଚନ୍ଦ୍ରପୃଷ୍ଠ। ତେଣୁ ଚନ୍ଦ୍ରପୃଷ୍ଠ ପାଇଁ ଆମର ଯେମିତି ମହାକାଶର ସ୍ୱପ୍ନ ପୂରଣ ହେଇଥିଲା, ସେମିତି ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ ମଧ୍ୟ ସ୍ୱପ୍ନ ରଖିଥିଲେ। ତେଣୁ ଆମର ସେହି ସମୟରେ ଯେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ, ସେ 2003 ମସିହା ସ୍ୱାଧୀନତା ଦିବସ କହିଥିଲେ ଯେ ଭାରତ ଯେମିତି ଦିନେ ମହାକାଶକୁ ଯାଇଛି ସେମିତି ଚନ୍ଦ୍ରକୁ ଦିନେ ଯିବ। ତାଙ୍କର ଏଇ କଥାଟା ସତ ହେଲା 2008, ଯେତେବେଳେ ଆମେ ଚନ୍ଦ୍ରଯାନ 1 ପଠେଇଲୁ ମହାକାଶକୁ। 2008 ଅକ୍ଟୋବର ମାସ 22 ତାରିଖରେ ଚନ୍ଦ୍ରଯାନ 1 ପଠା ହେଲା। ଚନ୍ଦ୍ରଯାନ 1ର ଲକ୍ଷ୍ୟ ନଥିଲା ଯେ ଆମେ ଚନ୍ଦ୍ରକୁ ଯିବା। ଯେଉଁ ମିଶନ ଯେକୌଣସି ଗୋଟେ ଜିନିଷ ମହାକାଶକୁ ପଠାଯାଏ ତାର 3ଟା ମିଶନ ଥାଏ। ଗୋଟେ ହେଉଛି ଲ୍ୟାଣ୍ଡର, ଗୋଟେ ଅର୍ବିଟର, ଗୋଟେ ଲ୍ୟାଣ୍ଡର ଆଉ ଗୋଟେ ରୋଭର। ଅର୍ବିଟର ମାନେ ଯେକୌଣସି ଗୋଟେ ମହାଜାଗତିକ ବସ୍ତୁ ବା ପିଣ୍ଡ ତାର ନିର୍ଦ୍ଦିଷ୍ଟ କକ୍ଷ ଚାରିପଟେ ବୁଲିବ। ଲ୍ୟାଣ୍ଡର ମାନେ କ'ଣ ନା, ଯେଉଁ ମହାଜାଗତିକ ପିଣ୍ଡ ଅଛି ଆମର ତା ସର୍ଫେସରେ ବା ତା ଚକ୍ରରେ ଯାଇକି ସେ ଲ୍ୟାଣ୍ଡ କରିବ। ରୋଭର ମାନେ କ'ଣ, ଲ୍ୟାଣ୍ଡର ସହିତ ରୋଭର କନେକ୍ଟ, ମାନେ ଲ୍ୟାଣ୍ଡର ଯେଉଁଠି ରହିବ ଲ୍ୟାଣ୍ଡ କରିବ ସେଠୁ ରୋଭର ବାହାରିକି ସେ ସର୍ଫେସରେ ପଠାଯିବ। ତେଣୁ ଚନ୍ଦ୍ରଯାନ 1 ଯେଉଁ ପଠାଯାଇଥିଲା ସେଇଟା କେବଳ ଅର୍ବିଟର ମିଶନ ଥିଲା, କେବଳ ସେ ଚନ୍ଦ୍ର କକ୍ଷ ଚାରିପଟେ ବୁଲିବ, ନା କି ଲ୍ୟାଣ୍ଡ କରିବ ନା କି ସର୍ଫେସ କେବଳ କକ୍ଷ ଚାରିପଟେ ବୁଲିବ। ତେଣୁ ଚନ୍ଦ୍ରଯାନ 1 ତାର ଯେଉଁ ଲକ୍ଷ୍ୟ ରଖା ହେଇଥିଲା ସେ ମିଶନଟା 2 ବର୍ଷ ପାଇଁ 2 ବର୍ଷ ପାଇଁ ଲକ୍ଷ୍ୟ ରଖା ହେଇଥିଲା ଚନ୍ଦ୍ରଯାନ 1ଟା, କିନ୍ତୁ ମାତ୍ର 10 ମାସ ଯାଏଁ ସେଟା ଠିକ୍ କାର୍ଯ୍ୟ କରୁଥିଲା। 10 ମାସ ପରେ ସେ କନେକ୍ସନ ମାନେ ବନ୍ଦ ହେଇଯାଇଥିଲା ଇସ୍ରୋ ସହିତ। ତେଣୁ 2 ମାସର ଯାତ୍ରା ମାତ୍ର 10 ମାସ ଭିତରେ ଶେଷ ହେଇଯାଇଥିଲା। କିନ୍ତୁ ଚନ୍ଦ୍ରଯାନ 1 ଆମକୁ ଏକ ବିଶେଷ ସଫଳତା ଦେଇଥିଲା। ପୃଥିବୀରେ ପ୍ରଥମ ଦେଶ ଭାବେ ଚନ୍ଦ୍ରଯାନ 1 ସୂଚନା ଦେଇଥିଲା ଯେ ଚନ୍ଦ୍ରପୃଷ୍ଠରେ ଜଳ ଅଛି। ଏହା ପୂର୍ବରୁ ଆମେରିକା ଯାଇଥିଲା,
ଜାପାନ ଯାଇ ଆମେରିକା ଯାଇଥିଲା, ରୁଷିଆ ଯାଇଥିଲା, ଚାଇନା ଯାଇଥିଲା, କିନ୍ତୁ କେହି ଜାଣିନଥିଲେ ଚନ୍ଦ୍ରରେ ଜଳ ଅଛି ବୋଲି। ଚନ୍ଦ୍ରଯାନ 1 ହିଁ କହିଲେ ଚନ୍ଦ୍ରରେ ଜଳ ଅଛି, ତାପରେ ସାରା ଭାରତ ଜାଣିଲା ଯେ ଚନ୍ଦ୍ରରେ ଜଳ ଅଛି। ଚନ୍ଦ୍ରଯାନ 1 ର କାହାଣୀ ଏଇଟା। ତାପରେ ଚନ୍ଦ୍ରଯାନ 2 ଛଡ଼ା ହେଲା 2019 ମସିହା ଜୁଲାଇ 22। 2019 ଜୁଲାଇ 22 ଛଡ଼ା ହେଲା ଚନ୍ଦ୍ରଯାନ 2। ଚନ୍ଦ୍ରଯାନ 2 ଯୋଉ ଛଡ଼ା ହେଲା ସେଥିରେ ତିନିଟାକୁ ମର୍ଜ କରାଗଲା, ମାନେ ଅର୍ବିଟର, ଲ୍ୟାଣ୍ଡର, ରୋଭର ତିନିଟାକୁ ମିଶିକି ଯିବ। ମାନେ ଫାଷ୍ଟ ଅର୍ବିଟ କରିବ, ତାପରେ ଲ୍ୟାଣ୍ଡ କରିବ, ତାପରେ ଲ୍ୟାଣ୍ଡରରୁ ବାହାରିକି ରୋଭର ସେଠି ବୁଲିକି ତଥ୍ୟ ଦେବ। ସେଇଟା ଛଡ଼ା